बांसपाଳ ଶିକୁଳାପଦା ଓ ହାତୀଶିଳା ଗ୍ରାମରେ ବନ ମହୋତ୍ସବ ପାଳିତ। ବାଂସପାଳ ବ୍ଲକ ଶିକୁଳାପଦା ଓ ହାତୀଶିଳା ଗ୍ରାମରେ ଏଫିଏସ୍ କେନ୍ଦୁଝରଙ୍କ ନିର୍ଦ୍ଦେଶ କ୍ରମେ ମହିଳାମାନଙ୍କୁ ନେଇ ବନ ମହୋତ୍ସବ ପାଳନ ହୋଇଛି। ଉତ୍ସବରେ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ସିଡ୍ ବୁଲ୍ ଗୁଡ଼ିକୁ ପାଖ ଜଙ୍ଗଲରେ ଫୋପାଡ଼ିବା ସହ ବିଭିନ୍ନ ପ୍ରକାର ମଞ୍ଜି ରୋପଣ କରିବା ସହ 18 ପ୍ରକାର ଗଛ ଲଗାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭାରତୀ ସାହୁ ଗଛର ଉପକାରିତା ବିଷୟରେ ବୁଝାଇବା ସହ ଝିଲି ନାୟକ ଜଙ୍ଗଲ ଆମର ପ୍ରକୃତ ବନ୍ଧୁ କହିଥିଲେ ଏବଂ ଅନିତା ପାତ୍ର ଗଛକୁ ଆମେ ପୂର୍ବପୁରୁଷରୁ ପୂଜା କରି ଆସୁଛୁ ବୋଲି କହିଥିଲେ। ବବିତା ନାୟକ ଏହାକୁ ସୁପରିଚାଳନା କରିଥିବା ବେଳେ ଏଥିରେ ସମାଜସେବୀ ପ୍ରଶାନ୍ତ କୁମାର ପରିଡ଼ା, ମହିଳା ଲିଡର ମାଳତୀ ପ୍ରଧାନ, ୱାର୍ଡ ମେମ୍ବର ସରୋଜିନୀ ଜୁଆଙ୍ଗ ଉପସ୍ଥିତ ଥିଲେ। ଏହି ସବୁ କାର୍ଯ୍ୟକ୍ରମ ଗୁଡ଼ିକ କ୍ଲଷ୍ଟର କୋର୍ଡିନେଟର ବିଶ୍ୱ ବିଜୟିନୀ ମହାନ୍ତି ଓ ବ୍ଲକ କୋର୍ଡିନେଟର ଶାଶ୍ୱତିକା ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମ ଅନୁଷ୍ଠିତ ହୋଇଥିଲା। କବିନ୍ଦ ରାଉତଙ୍କ ରିପୋର୍ଟ, କେଡି ନ୍ୟୁଜ୍ ଓଡ଼ିଆ।